ଆଜିର ମୁଖ୍ୟ ଖବର 20 ଜୁଲାଇ 2024। ଆଜି ଫିଫା ୱାର୍ଲଡ କପ୍ 2026ର ମହାଫାଇନାଲରେ ସ୍ପେନ୍ 1-0 ଗୋଲରେ ଆର୍ଜେଣ୍ଟିନାକୁ ପରାସ୍ତ କରି ବିଶ୍ୱ ଚାମ୍ପିଅନ୍ ହୋଇଛି। ମ୍ୟାଚ୍ରେ ସ୍ପେନ୍ ଶୃଙ୍ଖଳିତ ଆକ୍ରମଣ ଓ ଦୃଢ଼ ରକ୍ଷଣ ପ୍ରଦର୍ଶନ କରି ବିଜୟ ହାସଲ କରିଛି। ଏହି ବିଜୟ ସହ ସ୍ପେନ୍ ପୁଣି ଥରେ ଫୁଟବଲ ବିଶ୍ୱକପ୍ ଟ୍ରଫି ନିଜ ନାମରେ କରିଛି ଏବଂ ସାରା ବିଶ୍ୱର ଫୁଟବଲ ପ୍ରେମୀଙ୍କ ମଧ୍ୟରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିବା ରୋମାଞ୍ଚକର ତୃତୀୟ ଦିନିକିଆ ମ୍ୟାଚ୍ରେ ଇଂଲଣ୍ଡ 27 ରନ୍ରେ ବିଜୟ ହାସଲ କରିଛି। ଶେଷ ପର୍ଯ୍ୟନ୍ତ ଲଢ଼େଇ କରିଥିଲେ ମଧ୍ୟ ଭାରତ ଲକ୍ଷ୍ୟ ହାସଲ କରିପାରିନଥିଲା। ଏହି ବିଜୟ ସହ ଇଂଲଣ୍ଡ ସିରିଜକୁ ନିଜ ନାମରେ କରିଛି। ମ୍ୟାଚ୍ରେ ଉଭୟ ଦଳର ଖେଳାଳିମାନେ ଦମଦାର ପ୍ରଦର୍ଶନ କରିଥିବା ବେଳେ ଶେଷରେ ଇଂଲଣ୍ଡ ବାଜି ମାରି ନେଇଛି। ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ପରିବର୍ତ୍ତନ ହୋଇନାହିଁ। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 102 ଟଙ୍କା 12 ପଇସା ଏବଂ ଡିଜେଲ 95 ଟଙ୍କା 20 ପଇସା ରହିଛି। ମୁମ୍ବାଇରେ ପେଟ୍ରୋଲ 111 ଟଙ୍କା 21 ପଇସା ଓ ଡିଜେଲ 97 ଟଙ୍କା 83 ପଇସା ପ୍ରତି ଲିଟର ରହିଛି। ସେହିପରି ଭୁବନେଶ୍ୱରରେ ପେଟ୍ରୋଲ 108 ଟଙ୍କା 97 ପଇସା ଏବଂ ଡିଜେଲ 100 ଟଙ୍କା 68 ପ୍ରତି ଲିଟରରେ ବିକ୍ରି ହେଉଛି। ଅନ୍ତର୍ଜାତୀୟ ବଜାରରେ କ୍ରୁଡ୍ ଅଏଲ୍ ଦର ବଢ଼ିଥିଲେ ମଧ୍ୟ ଦେଶରେ ଇନ୍ଧନ ଦର ଅପରିବର୍ତ୍ତିତ ରହିଛି। ହ୍ୱାଟ୍ସଆପ୍ ବ୍ୟବହାରକାରୀଙ୍କ ପାଇଁ ଆସିଛି ବଡ଼ ଅପଡେଟ୍। ବର୍ତ୍ତମାନ ହ୍ୱାଟ୍ସଆପ୍ ମାଧ୍ୟମରେ ୟୁପିଆଇ ପେମେଣ୍ଟ ସହିତ ଜିଓ, ଏୟାରଟେଲ୍ ଓ ଭିଆଇ ପ୍ରିପେଡ୍ ମୋବାଇଲ ରିଚାର୍ଜ ମଧ୍ୟ ସିଧାସଳଖ କରିପାରିବେ। ଏହା ସହ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ପଠାଇବା, କ୍ୟୁଆର୍ କୋଡ୍ ସ୍କାନ୍ କରି ପେମେଣ୍ଟ କରିବା ଏବଂ ବିଦ୍ୟୁତ୍, ପାଣି ଭଳି ୟୁଟିଲିଟି ବିଲ୍ ପୈଠ କରିବା ସୁବିଧା ମଧ୍ୟ ମିଳୁଛି। ଏହି ନୂଆ ଫିଚର ଯୋଗୁଁ ହ୍ୱାଟ୍ସଆପ୍ ଛାଡ଼ି ଅଲଗା ପେମେଣ୍ଟ ଆପ୍ ଖୋଲିବାର ଆବଶ୍ୟକତା କମିଯିବ। ଓଡ଼ିଶାର ଚାକିରି ଆଶାୟୀଙ୍କ ପାଇଁ ବଡ଼ ଖବର। ଓଡ଼ିଶା ଲୋକସେବା ଆୟୋଗ ଓପିଏସ୍ସି ପକ୍ଷରୁ ପଶୁ ଚିକିତ୍ସା, ମତ୍ସ୍ୟ ଓ ଉଦ୍ୟାନ କୃଷି ବିଭାଗରେ ମୋଟ 502ଟି ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତିରେ ଭେଟେନାରୀ ଆସିଷ୍ଟାଣ୍ଟ ସର୍ଜନ, ଆସିଷ୍ଟାଣ୍ଟ ଫିସରିଜ୍ ଅଫିସର ଓ ଆସିଷ୍ଟାଣ୍ଟ ହର୍ଟିକଲଚର ଅଫିସର ପଦବୀ ରହିଛି। ଯୋଗ୍ୟ ପ୍ରାର୍ଥୀମାନେ ଓପିଏସ୍ସିର ଅଫିସିଆଲ ୱେବସାଇଟ୍ରେ ଅନଲାଇନ୍ ଆବେଦନ କରିପାରିବେ। ଆଗ୍ରହୀ ପ୍ରାର୍ଥୀମାନେ ବିଜ୍ଞପ୍ତିରେ ଦିଆଯାଇଥିବା ଯୋଗ୍ୟତା, ବୟସ ସୀମା ଓ ଆବେଦନର ଶେଷ ତାରିଖ ଯାଞ୍ଚ କରି ସମୟ ମଧ୍ୟରେ ଫର୍ମ ପୂରଣ କରନ୍ତୁ।